ଯୁଗ ଯେତେ ଆଗେଇଲେ ସୁଦ୍ଧା ବାଉଁଶ ତିଆରି ସାମଗ୍ରୀ ଉପରେ ଏବେ ବି ଚାହିଦା ରହିଛି। ବାଉଁଶ କାରିଗରଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ କେବେ? ଗଜପତି ଜିଲ୍ଲାରେ ଅନେକ ବାଉଁଶ କାରିଗର ଅଛନ୍ତି। ସେମାନଙ୍କର ଜୀବନ ଜୀବିକା ବାଉଁଶ ଉପରେ ନିର୍ଭର କରେ। ତେବେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଯାହା ପ୍ରଥମ ଅନ୍ତରାୟ ତାହା ହେଲା ଆଉ ସୁଲଭ ଦରରେ କିମ୍ବା ସୁବିଧାରେ ବାଉଁଶ ମିଳୁନାହିଁ। ସେମାନଙ୍କୁ ରିହାତି ଦରରେ କିମ୍ବା ସୁବିଧାରେ ବାଉଁଶ ଯୋଗାଇ ଦେଲେ ସେମାନେ ଉପକୃତ ହୋଇପାରିବେ। ଆମେ ଏଠାରେ ବହୁତ ବର୍ଷ ଦୀର୍ଘକାଳ ବାଉଁଶ ବୁଣା କାରିଗର କରିବା ଚାଲିଅଛୁ। ଆଉ ସରକାର ଆମକୁ ବାଉଁଶ ଯୋଗାଇ ଦେବା ପାଇଁ ଆଗରୁ କହିଥିଲେ, ମାତ୍ର ଏବେ ପର୍ଯ୍ୟନ୍ତ ବାଉଁଶ ଯୋଗାଇ ନାହାନ୍ତି। ଏବଂ ବାଉଁଶ ଯୋଗାଇବା ସତ୍ତ୍ୱେ ଆମେ ଯେଉଁ ବାଉଁଶ ଆଣୁଛୁ ରୋଡ଼ ସାଇଡ଼୍ରେ ରଖିଲେ ମ୍ୟୁନିସିପାଲିଟି ଆମକୁ ଅବଜେକ୍ସନ୍ କରୁଛି। ଆମକୁ ଜାଗା ଖଣ୍ଡେ ନାହିଁ, ସମସ୍ତେ ବସି କାମ କରିବା ପାଇଁ ନାହିଁ। ଆଉ ଏବଂ ବର୍ଷାରେ ତିନ୍ତି କରି ବାଉଁଶ ବୁଣା କାରିଗର ବଞ୍ଚାଇ ରଖିଛୁ। ସରକାର ପକ୍ଷରୁ ଆମକୁ ଏଇ ଥଇଥାନ ପାଇଁ ଗୋଟେ ଜାଗା ସାହାଯ୍ୟ କରିଥିଲେ, ଉପକୃତ ହେଉଛି। ହଁ, ଲୋନ୍ ଫୋନ୍ ଦେଉଛନ୍ତି, ଯାହା ସରକାର ଏ ବିଷୟରେ ଟିକେ ସାହାଯ୍ୟ କରୁଛନ୍ତି DIC ତରଫରୁ। ଆଉ ଏ ଜାଗା ବିଷୟରେ ଏ ବାଉଁଶ ଯୋଗାଇ ଦେବା, ସୁଲଭ ମୂଲ୍ୟରେ ବାଉଁଶ ଯୋଗାଇ ଦେବା ଆମର ହେଇପାରିବ। ବାଉଁଶରେ ଅନେକ ସୂକ୍ଷ୍ମ ଏବଂ ସୁନ୍ଦର ସାମଗ୍ରୀ ତିଆରି କରୁଥିବା ଏହି କାରିଗରମାନଙ୍କୁ ସରକାରୀ ସହାୟତା ମିଳିପାରିଲେ ସେମାନଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବା ସଙ୍ଗେ ସଙ୍ଗେ ବଜାରକୁ ସୁନ୍ଦର ସାମଗ୍ରୀ ଆସିପାରନ୍ତା। ଗଜପତି ଜିଲ୍ଲା ପାରଳା ସହରରେ କିଛି ବାଉଁଶ କାରିଗର ଅଛନ୍ତି। ସେମାନଙ୍କୁ ସରକାରୀ ସହାୟତା ଯୋଗାଇବା ସହ ସୁବିଧାରେ ବାଉଁଶ ଯୋଗାଣ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଦରକାର। ବ୍ୟୁରୋ ରିପୋର୍ଟ, ରେନବୋ ମିଡ଼ିଆ। Please watch current updates in Rainbow Media. Subscribe our channel in YouTube. Follow us in Meta. For fresh updates, visit our webpage www.rainbowadisha.com.in.